ଜୟ ଜଗନ୍ନାଥ ବନ୍ଧୁଗଣ, ସର୍ବେ ଭବନ୍ତୁ ସୁଖିନଃ। ଆସନ୍ତାକାଲିର ରାଶିଫଳ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ, ନମସ୍କାର। ଆସନ୍ତୁ ଜାଣିବା ଆସନ୍ତାକାଲି ତା 25/7/2026 ଶନିବାର ମେଷଠାରୁ ମୀନ ପର୍ଯ୍ୟନ୍ତ କିପରି ରାଶିଫଳ ରହିବ। ଆସନ୍ତାକାଲି ମେଷ ରାଶି ଅଷ୍ଟମ ଚନ୍ଦ୍ର, ମନରେ ବିଭିନ୍ନ ପ୍ରକାର କଥା କଷ୍ଟ ଆସିବ। ରାସ୍ତାଘାଟରେ ସତର୍କତା ଆବଶ୍ୟକ, ସାଙ୍ଗସାଥିରେ ସତର୍କତା ଆବଶ୍ୟକ, ବିଭିନ୍ନ ପ୍ରକାର ସତର୍କତା ଆବଶ୍ୟକ। ଆପଣଙ୍କର ପରିସ୍ଥିତି ବା ଆପଣଙ୍କର ସମୟ ଅନୁକୂଳ ନୁହଁ। ପ୍ରତିକାର ସ୍ୱରୂପ ଆପଣ ଟିକେ ପାନ ମଧୁରୀ ଖାଇ ନିଅନ୍ତୁ, ନିଶ୍ଚିତ ଆପଣଙ୍କୁ କିଛିଟା ରିଲାକ୍ସ ମିଳିବ। ଏହାପରେ ଯିବା ବୃଷ ରାଶି। ବୃଷ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ସପ୍ତମ ଚନ୍ଦ୍ର କାରଣରୁ ପାରିବାରିକ ସୁଖ ହସ ଖୁସିରେ ଦିନଟି ଅତିବାହିତ ହେବ। ଆପଣ ପାଇଁ ଦିନଟି ବଢ଼ିଆ ରହିବ। ଆପଣମାନେ ଆସନ୍ତାକାଲି ଲାଲ କଲର ପରିଧାନ କରନ୍ତୁ, ଦିନଟି ବଢ଼ିଆ ହେବ। ହଁ, ମେଷ ରାଶି ପାଇଁ ଆସନ୍ତାକାଲି ଆପଣ ଲାଲ କଲର ପିନ୍ଧନ୍ତୁ, ଆପଣ ପାଇଁ ବଢ଼ିଆ ରହିବ। ମିଥୁନ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ତ ଷଷ୍ଠ ଚନ୍ଦ୍ର ବିଜୟ ଲାଭ, ପରିସ୍ଥିତିକି ନିଜ ଆୟତ୍ତକୁ ଆପଣ ନେଇ ଆସିବେ କଳବଳ କୌଶଳ କରି। ବଢ଼ିଆ ଦିନଟିଏ। ଆପଣ ଦିନଟିକି ଆହୁରି ଭଲ କରିବା ପାଇଁ ଆସନ୍ତାକାଲି ନୀଳ କଲର ପରିଧାନ କରନ୍ତୁ, ଦିନଟି ଆହୁରି ବଢ଼ିଆ ରହିବ। କର୍କଟ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନଟି ଅତ୍ୟନ୍ତ ସୁନ୍ଦର ଏବଂ ଆନନ୍ଦମୟ ଖୁସିବାସିରେ ଦିନଟି ଅତିବାହିତ ହେବ। ମନ କଷ୍ଟ ଥିଲା, ଦେହ ଖରାପ ଥିଲା, ଦେହ ବି ଆପଣଙ୍କର ଭଲ ଲାଗିବ। ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ବଢ଼ିଆ। ଆହୁରି ଦିନଟି ଭଲ କରିବା ପାଇଁ ଆପଣ କାଲି ଲାଲ କଲର ପରିଧାନ କରନ୍ତୁ। ସିଂହ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଚତୁର୍ଥ ଚନ୍ଦ୍ର କଳହ ଯୁଗ, ଯାହାଫଳରେ କି ଆପଣମାନଙ୍କର କାହା ସହିତ ବଚସା କଳହ ଯୋଗ ହୋଇପାରେ। ମନ ଭଲ ରହିବନି, ଟେନସନ୍ ରହିବ, ବିଭିନ୍ନ କଥା ଆପଣଙ୍କ ମନକୁ ଆସିପାରେ। ଏଥିପାଇଁ ଆପଣମାନେ ଓମ୍ ଚକ୍ରଧରାୟ ନମଃ ନାରାୟଣଙ୍କର ଏ ମନ୍ତ୍ରକୁ ଜପ କରନ୍ତୁ, ନିଶ୍ଚିତ ଆପଣଙ୍କୁ ଲାଭଦାୟକ ହେବ। ଏହା ସହିତ ଆପଣମାନେ ଲାଲ କଲର ମଧ୍ୟ ପରିଧାନ କରନ୍ତୁ। କନ୍ୟା ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନ ତ ବଢ଼ିଆ, ଅତ୍ୟନ୍ତ ସୁନ୍ଦର। ପରାକ୍ରମ ସ୍ଥାନରେ ଚନ୍ଦ୍ର ରହିବେ, ତେଣୁ କିଛିଟା ଜିନିଷ ଟେନସନ୍ ଥିଲେ ମଧ୍ୟ ଆପଣ ଯୋଦ୍ଧା ପରି ରହିବେ। କୌଣସି କାର୍ଯ୍ୟ ଆପଣଙ୍କର ଅଟକିବ ନାହିଁ, କାର୍ଯ୍ୟରେ ଆପଣ ସଫଳତା ଲାଭ କରିବେ। ଆପଣ ଦିନଟିକୁ ଆହୁରି ଭଲ କରିବା ପାଇଁ ଆପଣ ଆସନ୍ତାକାଲି ନୀଳ କଲର ପରିଧାନ କରନ୍ତୁ, ଦିନଟି ଆପଣଙ୍କୁ ଆହୁରି ଭଲରେ ସହାୟକ ହେବ। ତୁଳାରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦ୍ୱିତୀୟ ଚନ୍ଦ୍ର କାରଣରୁ ମନ କଷ୍ଟ, ଅଯଥା ଇଆଡ଼ୁ ସିଆଡ଼ୁ ମନକୁ କଥା ଆସିବ, ମନକୁ ଭାରାକ୍ରାନ୍ତ କରିଦେବ। ତେବେ ଦିନେ ଗଲେ ବର୍ଷେ ଯାଏ ଦୁଃଖ କରିବାର ନାହିଁ, କାରଣ ଦିନ ପରେ ତା ପରଦିନ ସୁଖକୁ ନିଶ୍ଚିତ ଆପଣଙ୍କୁ ପ୍ରାପ୍ତ ହେବ। ତେବେ ଦିନଟିକି ଆପଣ ଆହୁରି ଭଲ କରିବା ପାଇଁ ଆପଣମାନେ ଆସନ୍ତାକାଲି ନୀଳ କଲର ପିନ୍ଧନ୍ତୁ ଏବଂ ଭଗବାନ ନାରାୟଣଙ୍କର ଓ ମାଧବାୟ ନମଃ ଏ ମନ୍ତ୍ରକୁ ଜପ କରନ୍ତୁ। ଏହାପରେ ଯିବା ଧନୁରାଶି। ଧନୁରାଶି ବ୍ୟକ୍ତିମାନେ ଆପଣମାନଙ୍କର ବ୍ୟୟବନ୍ଧନ ସ୍ଥାନରେ ଚନ୍ଦ୍ର ଥିବାରୁ ଅଯଥା ଖର୍ଚ୍ଚ, ଧନ ହାନି ପରି ଯୋଗ ଦେଖାଯାଇ ସମ୍ପର୍କରେ ମଧ୍ୟ କେହି ଆପଣଙ୍କ ସହିତ ସମ୍ପର୍କରେ ମଧ୍ୟ ତିକ୍ତତା ଆସିପାରେ। କାହା ସହିତ ଏତେ ମଧୁର ସମ୍ପର୍କ ରହିବ ନାହିଁ, ମନ ବିଭ୍ରାଟ ରହିବ। ବିଭିନ୍ନ ଅର୍ଥ, ଋଣ, କଷ୍ଟ, ଇଆଡ଼ୁ ସିଆଡ଼ୁ ସବୁ ବିଭିନ୍ନ ପ୍ରକାର ଟେନସନ୍ ଆସିବ ମନକୁ। ଦିନଟିକି ଆପଣ ଭଲ କରିବା ପାଇଁ ଆସନ୍ତାକାଲି ଲାଲ କଲର ପରିଧାନ କରନ୍ତୁ, ଆପଣଙ୍କୁ କିଛି ପରିମାଣରେ ସଫଳତା ମିଳିବ। ମକର ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନଟି ନିଶ୍ଚିତ ରୂପରେ ବଢ଼ିଆ ରହିଛି। ଏକାଦଶ ଚନ୍ଦ୍ର, ସର୍ବସୁଖ ସର୍ବ ସିଦ୍ଧି, ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧି ଲାଭ କରିବେ। ବଢ଼ିଆ ଦିନଟି ଆପଣମାନଙ୍କର। ଦିନଟିକି ଆପଣ ଆହୁରି ଭଲ କରିବା ପାଇଁ ନୀଳ କଲର ପିନ୍ଧନ୍ତୁ, ଆପଣଙ୍କୁ ଆହୁରି ସପୋର୍ଟିଂ ମିଳିବ। କୁମ୍ଭ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦଶମ ଚନ୍ଦ୍ର ହେତୁ ଶୁଭମୟ, ଦିନଟିକି ଆପଣ ଯେକୌଣସି କାର୍ଯ୍ୟରେ ଗଲେ ମଧ୍ୟ ଆପଣ ସଫଳତା ଲାଭ କରିବେ। ଦିନଟିକି ଆହୁରି ଭଲରେ ପ୍ରତିପାଳନ କରିବା ପାଇଁ
ଆପଣ ନୀଳ କଲର ପରିଧାନ କରନ୍ତୁ। ମୀନ ରାଶି ବ୍ୟକ୍ତିମାନେ ଆପଣମାନଙ୍କର ଦିନ ତ ନବମ ଚନ୍ଦ୍ର, ଯାହା ହସ ଖୁସିରେ ଦିନଟି ଅତିବାହିତ ହେବ। ବନ୍ଧୁ ବାନ୍ଧବ ଗହଣରେ ମଧ୍ୟ ଦିନଟି ଅତିବାହିତ ହେବ। ଅତ୍ୟନ୍ତ ଖୁସିବାସୀର ଦିନଟି। ଅର୍ଥ ପ୍ରାପ୍ତିର ଯୋଗ ମଧ୍ୟ ଆପଣଙ୍କର ରହିଛି। ଅତ୍ୟନ୍ତ ବଢ଼ିଆ ଦିନଟି। ଏହା ଥିଲା ଦିନଟିକି ଆପଣ ଭଲ କରିବା ପାଇଁ ଲାଲ କଲର ପରିଧାନ କରନ୍ତୁ। ଏହା ଥିଲା ମେଷଠାରୁ ମୀନ ପର୍ଯ୍ୟନ୍ତ ରାଶିଫଳ। ଆସନ୍ତୁ ଜାଣିବା ଭାଗବତର କେଇପଦ ମୂଳ ଆଧ୍ୟାତ୍ମିକ ବାଣୀ। ସର୍ବେ ହୋଇବେ ଏକାକାର, ନଥିବ ବେଦର ବିଚାର। ଯହିଁ ଅନେକ ସଙ୍ଗ ମିଳି, ଅବଶ୍ୟ ଉପୁଜଇ କଳି। ମଦ୍ୟ ମାଂସ ଯେ ସୁରାପାନ, ଏସବୁ ଅସୁର ଭୋଜନ। ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ। ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ। ଠାକୁରଙ୍କ ସଦିଚ୍ଛା ପୂର୍ଣ୍ଣ ହେଇ ବୋଲ ଅନେକ ବାର ହରି ହରି ବୋଲ। ବିଶ୍ୱର ମଙ୍ଗଳ ହେଇ ବୋଲ ଅନେକ ବାର ହରି ହରି। ବନ୍ଧୁଗଣ, ଆମ ଚ୍ୟାନେଲକୁ ଯଦି ଲାଇକ୍ କରିନାହାନ୍ତି ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଆଉ ବେଲ୍ ଘଣ୍ଟି ମଧ୍ୟ ଦବାଇ ଦିଅନ୍ତୁ। ନୂଆ ନୂଆ ଭିଡ଼ିଓ ଆପଣ ପ୍ରଥମେ ପାଇପାରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।